ଯେତେବେଳେ ପ୍ରଭୁ ଶ୍ରୀକୃଷ୍ଣ ଜନ୍ମ ନେଲେ ସେବେଠାରୁ ଗୋପ ଗୋପାଳୁଣୀ ମାନେ କୃଷ୍ଣଙ୍କ ଛଡ଼ା ଆଉ କିଛି ଜାଣିନାହାନ୍ତି। ବସିଲେ କୃଷ୍ଣ, ଉଠିଲେ କୃଷ୍ଣ, ସକାଳୁ ଉଠିଲେ ପ୍ରଥମେ କୃଷ୍ଣଙ୍କ ମୁଖକୁ ନ ଚାହିଁଲେ ତାଙ୍କର ଦିନର କାର୍ଯ୍ୟ ହେଉନଥିଲା। ଯେତେବେଳେ ଦହି ବିକିବାକୁ ଯାଉଥିଲେ ସେତେବେଳେ କୃଷ୍ଣ 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 ଡାକୁଥିଲେ, କେହି କହୁନଥିଲେ ଦହି ନବ ଦହି, କେହି ଡାକୁଥିଲେ ସମସ୍ତେ ଗୋବିନ୍ଦ ନବ ଗୋବିନ୍ଦ, କେହି ଡାକୁଥିଲେ କୃଷ୍ଣ ନବ କୃଷ୍ଣ। ଏମିତି କେବଳ କୃଷ୍ଣ, ଗୋବିନ୍ଦ, ହରି, ମୁରାରୀ, ମାଧବ ଏ ଛଡ଼ା ତାଙ୍କ ତୁଣ୍ଡରେ ଆଉ କିଛି ନଥିଲା। ତେଣୁ ଏମିତି ଭାବରେ ସେ ଭଲ ପାଉଥିଲେ କୃଷ୍ଣକୁ, ଯେମିତି ଏ ମନ ପ୍ରାଣ ଦେହ ସବୁକିଛି ତାଙ୍କରି ପାଖରେ ଅଜାଡ଼ି ଦେଇଥିଲେ, ସବୁକିଛି ସମର୍ପି ଦେଇଥିଲେ। ଆଉ ରାଧିକା ଥିଲେ ହିସାବରେ ତାଙ୍କର ମାଇଁ ଥିଲେ। ତେଣୁ ଏ କଥା ଶୁଣିବା ପରେ ଆଜି ଅଷ୍ଟପାଟରାଣୀ ମାନେ ରୁକ୍ମିଣୀ କହୁଛନ୍ତି, ହେ ନାରଦ ମହାମୁନି, ଯଦି ରାଧିକା ତାଙ୍କ ମାଇଁ ଥିଲେ ତାହେଲେ ମଉଳାଣୀକୁ କେମିତି ହରଣ କଲେ, ଗୋପାଳୁଣୀମାନଙ୍କୁ ହରଣ କଲେ କେମିତି ପ୍ରଭୁ? ତେଣୁ ଆଜି ନାରଦ ସୁନ୍ଦର କଥା ବୁଝେଇ ଦେଉଛନ୍ତି। ବୃଷଭାନୁର ନନ୍ଦିନୀ ଅଟଇ ରାଧିକା, ପଦ୍ମବନ ଭିତରୁ ସେ ଜନମିଲା ଏକା। ପଦ୍ମବନ ଭିତରୁ ସେ ଜନମିଲା ଏକା, ପଦ୍ମବନ ଭିତରୁ ସେ ଜନମିଲା ଏକା। ତେଣୁ କରି ତାକୁ ଗো ବୋଲି କମଳିନୀ, ଏକ ମନେ ଶୁଣ ଆଗ ଭୀଷ୍ମକ ନନ୍ଦିନୀ। ଏକ ମନେ ଶୁଣ ଆଗ ଭୀଷ୍ମଙ୍କ ନନ୍ଦିନୀ, ଏକ ମନେ ଶୁଣ ଆଗ ଭୀଷ୍ମଙ୍କ ନନ୍ଦିନୀ। ତେଣୁ ସେ ଅନେକ କଥା, ଯେତେବେଳେ ବୃଷଭାନୁଙ୍କର କୌଣସି ପୁତ୍ର କନ୍ୟା ନଥିଲା ସେତେବେଳେ ସେ ମନ୍ଦିରକୁ ପୂଜା ଅର୍ଚ୍ଚନା କରିବାକୁ ଯାଆନ୍ତି, ଆଉ ମାଆଙ୍କ ପାଖରେ ପ୍ରାର୍ଥନା କରନ୍ତି, ମା ମୋତେ ଗୋଟିଏ କନ୍ୟା ସନ୍ତାନଟେ ଦିଅ। ବୃଷଭାନୁଙ୍କ ଉପରେ ମାଆଙ୍କର ଦୟା ହେଇଥିଲା। ଆଉ ଦିନେ ବୃଷଭାନୁ ଗାଈ ଚରେଇବାକୁ ଯିବା ସମୟରେ ସେତେବେଳେ ଦେଖିଥିଲେ ଗୋଟେ ପଦ୍ମବନ ଭିତରେ ପଦ୍ମପତ୍ର ଉପରେ ଗୋଟେ କନ୍ୟାଟିଏ ଶୋଇଛି। ତେଣୁ ସଙ୍ଗେ ସଙ୍ଗେ ତାକୁ ନେଇ ଆସିଥିଲେ, ଆଉ ତାର ନାଁ ରାଧିକା ଦେଇଥିଲେ। ଏକ ମନେ ଶୁଣ ଆଗ ଭୀଷ୍ମକ ନନ୍ଦିନୀ, ତେଣୁ କରି ତାକୁ ଗୋ ବୋଲି କମଳିନୀ। ଗୋବିନ୍ଦ ମାଧବ କୃଷ୍ଣ ଶ୍ରୀ ମଧୁସୂଦନ, ଗୋବିନ୍ଦ ମାଧବ କୃଷ୍ଣ ଶ୍ରୀ ମଧୁସୂଦନ। ରାଧିକା ବ୍ୟତୀତ ନେ ନବଳଇ ମନ, ମୁରୁଚି ନ ପାରେ 16 ଗୋପୀ ଗଣ। ଗୋବିନ୍ଦ ମାଧବ କୃଷ୍ଣ ଶ୍ରୀ ମଧୁସୂଦନ, ଗୋବିନ୍ଦ ମାଧବ କୃଷ୍ଣ ଶ୍ରୀ ମଧୁସୂଦନ। ତେଣୁ ଆଜି ନାରଦ କହୁଛନ୍ତି ପୂର୍ବ ଜନ୍ମର କଥା, ପୂର୍ବ ଜନ୍ମର ବୃତ୍ତାନ୍ତ ଅନେକ କଥା ଅଛି। ହେଲେ ଯେବେଠାରୁ ପ୍ରଭୁ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ, ଯେତେବେଳେ ମାତା ଯଶୋଦାଙ୍କ କୋଳରେ ଥିଲେ, ସେବେଠାରୁ ରାଧାରାଣୀଙ୍କ ସହିତ ଭେଟ କରାଇଥିଲେ ଦୂତିକା। ଆଉ ଦୂତିକାଙ୍କ ସହିତ ଭେଟ ହେଲା ପରେ 16 ସହସ୍ର ଗୋପାଳୁଣୀ ଏବଂ ରାଧା ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଜୀବନର ନିଧି କରିଦେଇଥିଲେ। ବସିବା ଠାରୁ ଉଠିବା ଯାଏଁ, ଖାଇବା ଠାରୁ ଶୋଇବା ଯାଏଁ ସଦାସର୍ବଦା କେବଳ କୃଷ୍ଣ କୃଷ୍ଣ ଭଜନ କରୁଥିଲେ। ଯେତେବେଳେ 8 ବର୍ଷ ହେଇଗଲା, 8 ବର୍ଷ ପରେ ଅକ୍ରୁର ଯେତେବେଳେ ଯାଇ ପହଞ୍ଚିଗଲେ, ଆଉ ସେତେବେଳେ ପ୍ରଭୁଙ୍କୁ ନେଇ ଚାଲିଗଲେ ମଥୁରାପୁର। ସେତେବେଳେ ସେଇ ଦିନଠାରୁ ଆସିଛି ଯେ ଏପର୍ଯ୍ୟନ୍ତ ମୁଁ ସେମାନଙ୍କର ଭଲ ମନ୍ଦ କଥା ଟିକେ ବୁଝିପାରିନି, ସେମାନଙ୍କର ସୁଖ ଦୁଃଖ କଥା ବୁଝିପାରିନି। ପ୍ରଭୁ ଏମିତି କର୍ମଜଞ୍ଜାଳରେ ବ୍ୟସ୍ତ ରହିଲେ ଯେ ସେମାନଙ୍କର କଥାକୁ ଦିନେ ବୁଝିବା ପାଇଁ ଚେଷ୍ଟା କରିନଥିଲେ। ତେଣୁ ସେଇଥିପାଇଁ ଆଜି ଯେତେବେଳେ ସବୁ କର୍ମ ଜଞ୍ଜାଳରୁ ମୁକ୍ତି ହେଇଯାଇଛନ୍ତି, ଏବେ ସେଇ ଗୋପବାସୀଙ୍କର କଥା ମନେ ପକାଇଛନ୍ତି। ଆଉ ମନେ ପକାଇଲା ପରେ ତାଙ୍କ ଦେହ ଅସୁସ୍ଥ ହୋଇଯାଇଛି। ଆଉ ଏ ଦେହ ଅସୁସ୍ଥର କାରଣ ହେଉଛନ୍ତି କେବଳ ସେ ଗୋପୀମାନଙ୍କର ଚିନ୍ତା ସମସ୍ତଙ୍କୁ ଦୁର୍ବଳ କରିଦିଏ। ଯିଏ ଯେତେ ଚିନ୍ତା କରିବ ସେତେ ତାର ଦେହ କ୍ଷୀଣ ହେବ। ତେଣୁ ପ୍ରଭୁଙ୍କର ଆଉ ତ କିଛି ଚିନ୍ତା ନାହିଁ, ନା ଧନ ଚିନ୍ତା ଅଛି, ନା ଜନ ଚିନ୍ତା ଅଛି। କେବଳ ଗୋଟିଏ ଚିନ୍ତା ତାଙ୍କର, କେବଳ ରାଧାରାଣୀଙ୍କର ଚିନ୍ତା ଆଉ ଗୋପାଳୁଣୀଙ୍କର ଚିନ୍ତା। ସେଇ ଚିନ୍ତା ତାଙ୍କୁ ଆଜି ଦୁର୍ବଳ କରିଦେଇଛି।